हाय पिलाମାନେ ସାର୍ କହୁଛି ଆମ ସମସ୍ତଙ୍କ ଚ୍ୟାନେଲକୁ ଆଜି ଆମେ ଡିସ୍କସନ୍ କରିବା ସବଜେକ୍ଟିଭ ଇଂଲିଶର ଗୋଟେ ମଡେଲ ପେପର ବା ସବଜେକ୍ଟିଭ ଯାହାକି ଆପଣମାନଙ୍କ ପରୀକ୍ଷାରେ କ୍ୱେଶ୍ଚିନ୍ ପେପର ଗୁଡ଼ିକ ଦେଖିବାକୁ ମିଳିବ ସବଜେକ୍ଟିଭ ଟାଇପ୍ କ୍ୱେଶ୍ଚିନ୍ ପେପର ଗୁଡ଼ିକ ଏବଂ ଏ ସେଟ୍ ଗୁଡ଼ିକୁ ବା ଏ ସେଟ୍ଟିକୁ 50 ମାର୍କ କ୍ୱେଶ୍ଚିନ୍ ସେଟ୍କୁ ଆପଣମାନେ ଭଲ ଭାବରେ ପ୍ରାକ୍ଟିସ୍ କରିଦିଅନ୍ତୁ ଆପଣମାନଙ୍କ ବୋର୍ଡ଼ ଏକ୍ଜାମ୍ ପାଇଁ ପୁରାପୁରି ଇମ୍ପୋର୍ଟାଣ୍ଟ। ଆଉ ଏଥିରେ ଆପଣମାନଙ୍କ ସମୟ ସୀମା ରହୁଛି ଘଣ୍ଟେ 30 ମିନିଟ୍ର ଟାଇମ୍ ଟେବୁଲ୍ ରହିବ ବା ଟାଇମ୍ ଲିମିଟ୍ ରହିବ ଏବଂ ଏ କ୍ୱେଶ୍ଚିନ୍ ଗୁଡ଼ିକ ପ୍ରତ୍ୟେକ କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ ଆପଣମାନଙ୍କ ପାଇଁ ପ୍ରି ବୋର୍ଡ଼ ହେଉ କି ବୋର୍ଡ଼ ହେଉ ସବୁ ପରୀକ୍ଷା ପାଇଁ ଆପଣମାନଙ୍କ ଇମ୍ପୋର୍ଟାଣ୍ଟ ରହୁଛି ଦଶମର। ଚାଲନ୍ତୁ ଆଜିର କ୍ଲାସ୍ଟିକୁ ଷ୍ଟାର୍ଟ କରିବା। ତା ପୂର୍ବରୁ ମୁଁ କହିଦେଉଛି ଯେଉଁ ସାଙ୍ଗମାନେ ଚାହିଁକି ନୂଆ ଆସିଛନ୍ତି ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସାଙ୍ଗରେ କ'ଣ କରନ୍ତୁ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ ଦେଇଛି ନା ହାଉ ଡିଡ୍ ଲେନ୍ସୋ ରିଆକ୍ଟ ହାଭିଂ ସିନ୍ ଏ ଲେଟର ଫର୍ ହିମ୍ ୱିଥ୍ 70 pesos। ଯେଉଁ ଲେନ୍ସୋକୁ ଯେଉଁ 70 pesos ମିଳିଥିଲା ସେ କ'ଣ ରିଆକ୍ଟ କରିଥିଲେ ତା ଉପରେ ଲେଖିବାକୁ ଦେଇଛି। ଏଇଟା ହେଉଛି 5 ମାର୍କ କିମ୍ବା ଅରେ ସେଇଟା ଯଦି ନ ଆସେ ଏଇଟା ମଧ୍ୟ ଆପଣ ଲେଖିପାରିବେ। ହାଉ କ୍ୟାନ୍ ଏ ପୁପିଲ୍ ପ୍ରୁଭ୍ ହିମସେଲ୍ଫ ଆନ୍ ଆସିଷ୍ଟ ଟୁ ଦ ନେସନ୍। ଏ କ୍ୱେଶ୍ଚିନ୍ଟା ଦେଇଛି ମଧ୍ୟ ଆପଣମାନେ କରିପାରିବେ, କିନ୍ତୁ ଆପଣମାନଙ୍କୁ ସହଜ ଲାଗିବ। ମୁଁ ରିକମେଣ୍ଡ କରିବି ଲେନ୍ସୋ ଚାପ୍ଟରଟା ଆପଣମାନଙ୍କୁ ସହଜ ଲାଗିବ, ଆପଣମାନେ ଲେଖିଦେଇପାରିବେ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚିନ୍ ଯିବା। ହାଉ ଡଜ୍ ଦ ପୋଏଟ୍ ଡେସ୍କ୍ରାଇବ୍ ଦ ସମର୍ ସନ୍ ଇଜ୍ ଦ ସମର୍ ସନ୍ in India presents and support your answer। ମାନେ ଏ କ୍ୱେଶ୍ଚିନ୍ଟାକୁ ଲେଖିପାରିବେ। ଏଇଟା ବି ମଧ୍ୟ also bright and beautiful ର ମଧ୍ୟ ସମର୍ଥନ ଦେଇଛି। how does the poet describe the ସମର୍ଥନ in India present support your answer। ଏଇଟାରେ କରିପାରନ୍ତି, ନହେଲେ ଏଇଟା ମଧ୍ୟ କରିପାରନ୍ତି। cite example from the formalin charts the suffered the statement Vicky was a caring person in the family। ଏ ଦୁଇଟା କ୍ୱେଶ୍ଚିନ୍ ମଧ୍ୟ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ଆପଣମାନଙ୍କୁ ଯେଉଁଟା ସହଜ ଲାଗୁଛି ଆପଣମାନେ ସେଇଟା କରିପାରିବେ ହେଲା। ଯିବା ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଦୁଇ ନମ୍ବର କ୍ୱେଶ୍ଚିନ୍ କ'ଣ କହିଲା ଦେଖନ୍ତୁ ସାଙ୍ଗମାନେ। 2 ନମ୍ବର ଏ କ'ଣ କହୁଛି ବା ହ୍ୱାଟ୍ ରିଜନ୍ ଆର୍ ଦ ରେସ୍ପନ୍ସିବଲ୍ ଫର୍ ଗାନ୍ଧିଜ୍ ଆଲୋନେସ୍ towards gymnastics। ନହେଲେ ଏଇଟା କରିପାରନ୍ତି। ତା ଅର୍ କ୍ୱେଶ୍ଚିନ୍ ଥିଲା ହ୍ୱାଟ୍ ଆର୍ ଦ ମେନ୍ ଫିଚର୍ ଅଫ୍ କରାଚି ପୂଜା ଅଫ୍ ତ୍ରିପୁରା ନର୍ଥ ଇଷ୍ଟ ଇଣ୍ଡିଆ। ଯେଉଁ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ଏଇଟା ହେଉଛି ଯେଉଁ ଗାନ୍ଧିଜୀଙ୍କ ଯେଉଁ ଚାପ୍ଟରଟା ରହିଲା ସେଇ ଚାପ୍ଟରରୁ ଦେଲା। ଯେଉଁଟା ଆପଣମାନଙ୍କୁ ସହଜ ସେଇଟା ଆପଣମାନେ କରିବେ, କାରଣ ଏ ଦୁଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ଆପଣମାନଙ୍କ ଏକ୍ଜାମ୍ ପାଇଁ। ବିଶେଷ କରି ଗାନ୍ଧିଜୀ ଯେଉଁ ଜିମ୍ନାଷ୍ଟିକ୍ସ ସେଇଟା ଇମ୍ପୋର୍ଟାଣ୍ଟ ରହିବ ହେଲା। ତାପରେ ଯିବା ହାରି 2 ନମ୍ବର ଯିବା। ହ୍ୱାଟ୍ ଡଜ୍ ଦ ଚାଇଲ୍ଡ ସେ ଆବାଉଟ୍ ବ୍ରାଇଡାଲ୍ ସଙ୍ଗ୍ସ ଆଣ୍ଡ କ୍ରାଇଡାଲ୍ ସଙ୍ଗ୍ସ। ଏଇଟା ଦେଲା ଯେଉଁ ଭିଲେଜ୍ ସଙ୍ଗ୍ର କ୍ୱେଶ୍ଚିନ୍। ନହେଲେ ଯଦି ସେଇଟା ଯଦି ନ ଆସେ ଆପଣମାନେ ଏଇଟା ମଧ୍ୟ କରିପାରିବେ। କ'ଣ କରିବେ ନା ହ୍ୱାଟ୍ ମେସେଜ୍ ଡକ୍ଟର ରିଟାସ୍ ମାନି ଗିଭ୍ ଫର୍ ଦ ୟଙ୍ଗ ଜେନେରେସନ୍ ଥ୍ରୁ ଦ ପୋଏମ୍ ଫର୍ମାଲିନ୍ ଚାର୍ଟ। ଏଇଟା ମଧ୍ୟ ଆପଣମାନେ କରିପାରନ୍ତି। ଆଉ ଥରେ କହିଦେଉ ଯେଉଁ ସାଙ୍ଗମାନେ ଚ୍ୟାନେଲ୍ ନୂଆ ଯୋଡ଼ୁଛନ୍ତି ଚ୍ୟାନେଲ୍ଟିକୁ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏହି ଚ୍ୟାନେଲ୍ ସମସ୍ତ ପ୍ରକାର ସିଲେକ୍ଟେଡ୍ କ୍ୱେଶ୍ଚିନ୍ ଗୁଡ଼ିକ ଛଡ଼ା ହେଉଛି ଆପଣମାନେ ଦେଖିଦେଇପାରିବେ। ବୁଝିପାରିଲେ? ଦେଖନ୍ତୁ ସିରେ କ'ଣ ଦେଲା, ସେଟା 5 ମାର୍କିଆ ଗୋଟେ ଦେଲା ପ୍ୟାସେଜ୍ ଦେଲା ଦ ମ୍ୟାନେଜମେଣ୍ଟ ଅଫ୍ ପ୍ରୋସେସ୍ of organize and planning how to drive your time between various activities। It is a valuable skill that have helped students and professionals alike। Effective time management allows and individuals achieve more in less time, reduce stress and increases of productivity। ତାପରେ କହିଲା ସେକେଣ୍ଡ ପାରା କହିଲା one the key benefits of time management is that it helps
and priorities and tasks by the focusing on what is important. People can achieve their goals more effectively. Moreover, in ensure a health balance between work and leisure, with is to improvement time management. One can create a schedules, avoid dealings, and set and realistic goals. Developing things skill not only leads to success but also brings a sense of accompanies and the control overall life. ହେଲେ ଏଇଟା ବୋଧେ ଆପଣମାନଙ୍କର ଗୋଟେ ସମରି ଦେଲା ବୋଧେ ସେମାନେ ଏଇଟା ସମରିକୁ ଛୋଟେଇକି ଲେଖିବେ ଗୋଟେ ପ୍ୟାସେଜ ସମରିଟା ଛୋଟେଇକି ଲେଖିବେ ଏଇଟା ଆପଣମାନଙ୍କୁ କେତେ ମାର୍କ ମିଳିବ 5 ମାର୍କ ମିଳିବ ବୁଝିପାରିଲେ। ତାହେଲେ ତାପରେ ଗୋଟେ ଦେଇଛି ରିପୋର୍ଟ ବୋଧେ ଦେଇଛି योर मनस्वता and renals in the monitor of class X in your school. Your schools recently organized an inter-school sports competition. Write a report about the event of published in the school magazine. ଏଇଟା ନହେଲେ 3 ନମ୍ବର ଦେଲା କ'ଣ 200 words ଗୋଟେ ଯୋଉ ଆପଣଙ୍କୁ କ'ଣ ଲେଖିବାକୁ ଦେଇଛି ନା ଦେଇଛି ଆପଣମାନଙ୍କୁ କ'ଣ କରିବାକୁ ନା ଲେଖିବେ ହେଉଛି ଏସେ ଲେଖିବେ ଗୋଟେ ଭିଜିଟ୍ ଏ ବୁକ୍ ଫେୟାର ନହେଲେ ଲେଖିପାରିବେ ୟୁର ଫେଭରାଇଟ୍ ସ୍ପୋର୍ଟସମ୍ୟାନ୍ ନହେଲେ ଇମ୍ପୋର୍ଟାନ୍ସ ଅଫ୍ ଗୁଡ୍ ହେଲ୍ଥ ଆ ଉପରେ ମଧ୍ୟ ଆପଣମାନେ କ'ଣ ଲେଖିଦେଇପାରିବେ ଗୋଟେ ଏସେ ଲେଖିଦେଇପାରିବେ। ଆଉ ଏଇଟା ଆପଣମାନଙ୍କ ଦେଲା କ'ଣ ନା ସପୋଜ ୟୁ ଆର୍ ସ୍ମିତା ପଟେଲ ଦ ମନିଟର ଅଫ୍ କ୍ଲାସ୍ X of Vigiri High Schools and Brahmapur. Write an application to the headmistress requesting her accord the permissions to go to picnic. नले और भी लिखी ଦେଇପାରିବେ ଏଇଟା କ'ଣ imagine your PhD party residing at the Bapuji Nagar in Bhubaneswar. Write letters your friends Reena Misra of Bhanjanagar inviting her spends Xmas holidays. এটা লিখো নହେଲେ ଗୋଟେ ଦେଲା ପ୍ୟାସେଜ ଦେଇଛି ଏଇଟା ପ୍ୟାସେଜରେ 5ଟା କ୍ୱେଶ୍ଚିନ୍ ଦେବ ଏ 5ଟା କ୍ୱେଶ୍ଚିନ୍ ଆପଣମାନେ ସଠିକ୍ ଭାବରେ ଲେଖିପାରିବେ। ପ୍ୟାସେଜଟି ଭଲ ଭାବରେ ଦେଖିଦିଅନ୍ତୁ ଏବଂ ରିଡ଼ିଂ ମଧ୍ୟ କରିଦିଅନ୍ତୁ ବୁଝିପାରିଲେ। ଯଦି ଏହାର ଆନ୍ସର ଦରକାର ଆପଣମାନେ କହିଦେଇପାରିବେ ମୁଁ ଆନ୍ସର ମଧ୍ୟ ଅପଲୋଡ଼ କରିଦେବି। ପ୍ୟାସେଜଟା ଦେଖନ୍ତୁ କ'ଣ ଦେଇଛି ଡିଭାଇଡ୍ ୱାଜ୍ ଏ ଭେରି obedient child. One day while cooking back from school he found a wallet lying on the road. At first he was hesitant, but then he picked it off. The wallet was full of money. It also had the owner's pictures and address. After the schools, they had went to the wallet owner's house. It was hugs and a mansions with a beautiful lawns. ଆକୁ ଦେଖିଦେବେ ଆପଣମାନେ ସେମାନେ ହେଲା ଏତେ 5ଟା କ୍ୱେଶ୍ଚିନ୍ ଦେଇଛି ଡିଭାଇଡ୍ ଦେଇଛି when did the first of wallet ତାପରେ ଦେଇଛି how did you return the wallet to the owner ତାପରେ କହିଲା who thanks and divide and why what does it refer to in the third sentence of the passage ଏଇଟା ଦେଇଛି ତାପରେ ଦେଇଛି ସେମାନେ ଏଇଟା ଗୋଟେ ଟ୍ରାନ୍ସଲେଟ୍ କରିବାକୁ ଦେଇଛି ଆପଣମାନେ ଉପରଟା କହିପାରିବେ ନହେଲେ ତଳେ ଯେଉଁ ଦେଇବେ ସେଇଟା ମଧ୍ୟ କରିପାରିବେ। ଦେଇଛି ଆଜିକାଲି ମାଙ୍କଡ଼ମାନେ ବହୁତ କ୍ଷତି କରୁଛନ୍ତି ବେଳେବେଳେ ସେମାନେ ମାଙ୍କଡ଼ଙ୍କ ମଣିଷକୁ ମଧ୍ୟ ଆକ୍ରମଣ କରୁଛନ୍ତି ସେମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ସମୟରେ ଭୟ କରୁଛନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବା ସରକାରଙ୍କ ସମ୍ମୁଖୀନ ହେଉଛି। ହେଲେ ଶିକ୍ଷକ ଶିକ୍ଷକ କହିଲେ କ'ଣ ନା ରମେଶକୁ ନଡ଼ିଆ ଗଛ ଚଢ଼ା ଜାଣିଛ? ରମେଶ କହିଲା ହଁ ସାର୍ ଭଲ ଭାବରେ ଜାଣିଛି। ତାରେ ଶିକ୍ଷକ କହିଲେ ତୁମେ କିପରି ଶିଖିଲ? ରମେଶ କହିଲା ଆମର ବହୁତ ନଡ଼ିଆ ଗଛ ଅଛି ମୁଁ
ସବୁଦିନ ନଡ଼ିଆ ଗଛରେ ଚଢ଼ା ଅଭ୍ୟାସ କରିବେ। ସେମାନେ ଏଇଠି ଆପଣମାନଙ୍କ ସମସ୍ତ କୋଶ୍ଚିନ୍ ଗୁଡ଼ିକୁ ମୁଁ ଶେଷ କରିଦେଇଛି, ଯାହାକି ଆପଣମାନଙ୍କୁ ପରୀକ୍ଷାରେ ଆସିବ। ସେଥିପାଇଁ ଆକୁ ଜଲ୍ଦି ଆକୁ କ'ଣ କରିଦିଅନ୍ତୁ, ପ୍ରାକ୍ଟିସ୍ କରିଦିଅନ୍ତୁ। ଯେଉଁ ସାଙ୍ଗମାନେ ଚ୍ୟାନେଲକୁ ନୂଆ ଆସିଛନ୍ତି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓଟି କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ରହୁଛି ସାଙ୍ଗମାନେ, ରହୁଛି।